जय श्रीराम। जय श्रीराम। ଆଜି ଆମେ ପୁଣି ଥରେ ଏକାଠି ହୋଇଛେ ଗୋସ୍ୱାମୀ ତୁଳସୀଦାସଙ୍କର ସେହି ଅମୂଲ୍ୟ ଗ୍ରନ୍ଥ ଶ୍ରୀରାମଚରିତ୍ର ମାନସ। ହଁ, ଆଉ ତା ଭିତରୁ ଏକ ବହୁତ କେମିତି କହିବି ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ରାମ ନାମ ମହିମା। ଆଜି ବିଶେଷ କରି ଆମେ ବାଳକାଣ୍ଡର ଦୋହା ସଂଖ୍ୟା 26 ଆଉ ତା ପରର କିଛି ଚୌପାଇ ସେଗୁଡ଼ିକ ଉପରେ ଆଲୋଚନା କରିବା। ନିଶ୍ଚୟ ଏଗୁଡ଼ିକର ଭାବ ଆଉ ତାତ୍ପର୍ଯ୍ୟ ବୁଝିବାକୁ ଚେଷ୍ଟା କରିବା, କାରଣ ଆଜ୍ଞା କଳିଯୁଗରେ ରାମ ନାମର ଯେଉଁ ଅସାଧାରଣ ଶକ୍ତି। ହଁ, ତାହା ହିଁ ଏଥିରେ ରହିଛି, ଆଉ ଏହାର ଅର୍ଥ ଏତେ ଗଭୀର ଯେ ସତରେ ପୁରା ଶୁଣିଲେ ଯାଏ। ହଁ, ପୁରା ଶୁଣିଲେ ହିଁ ତାର ମର୍ମ ବୁଝା ପଡ଼ିବ। ଆମେ ଚେଷ୍ଟା କରିବୁ ଏହାକୁ ସରଳ ଭାବରେ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ। ଆଉ ଯଦି ଏହିପରି ଆଧ୍ୟାତ୍ମିକ ଆଲୋଚନା ଏ ବିଶ୍ଳେଷଣ ଆପଣଙ୍କୁ ଭଲ ଲାଗୁଛି, ତେବେ ହଁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ମନେ ପକାଇ ଦେଉଛୁ। ଆଜ୍ଞା ଏହାଦ୍ୱାରା ଆମକୁ ବି ଟିକେ ପ୍ରୋତ୍ସାହନ ମିଳେ, ଆଉ ଆପଣ ବି ନୂଆ ଆଲୋଚନା ପାଇପାରିବେ। ଠିକ୍ ଅଛି, ତେବେ ଆସନ୍ତୁ ଆରମ୍ଭ କରିବା। ପ୍ରଥମେ ଦୋହା ସଂଖ୍ୟା 26 ମୁଁ ପାଠ କରୁଛି। ନାମୁ ରାମ କୋ କଲ୍ପତରୁ କଲେ କଲ୍ୟାଣ ନିବାସୁ जो सुमिरत भयो भांग तेंग तुलसी तुलसीदासु 26। ବାଃ, ଦେଖନ୍ତୁ ପ୍ରଥମ ଧାଡ଼ିରେ ଦୁଇଟି କେଡ଼େ ସୁନ୍ଦର ଶବ୍ଦ କଳ୍ପତରୁ ଆଉ କଲ୍ୟାଣ ନିବାସୁ। ହଁ, ତୁଳସୀଦାସ କହୁଛନ୍ତି କଳିଯୁଗରେ ରାମଙ୍କ ନାମ ହେଉଛି କଳ୍ପତରୁ ପରି, ମାନେ ଯେମିତି କଳ୍ପବୃକ୍ଷ। ଯାହା ମାଗିଲେ ମିଳେ। ହଁ, ଯାହା ଇଚ୍ଛା କଲେ ମିଳେ। ସେମିତି ରାମନାମ ସ୍ମରଣ କଲେ ସବୁ ମନସ୍କାମନା ପୂରଣ ହୁଏ। ଆଉ କେବଳ ସେତିକି ନୁହେଁ, ଏହା କଲ୍ୟାଣ ନିବାସୁ ମାନେ କଲ୍ୟାଣର ଘର। ଆଜ୍ଞା ସବୁ ପ୍ରକାର ମଙ୍ଗଳ ଶୁଭ ସବୁ ଏଠି ହିଁ ଅଛି। ଆଚ୍ଛା, ଆଉ ଦ୍ୱିତୀୟ ଧାଡ଼ିଟି ସେଇଟା ତ ବେଶ୍ ବ୍ୟକ୍ତିଗତ ଲାଗୁଛି। ଏଠି ସେ ନିଜ କଥା କହୁଛନ୍ତି ନା, ଭାଙ୍ଗତେଂ ତୁଲସୀ ତୁଲସୀଦାସୁ। ଏହାର ମାନେ କ'ଣ? ଏଇଟା ବୁଝିଲେ ଏଇ ଦୋହାର ସବୁଠୁ ବଡ଼ କଥା। ଏଠି ତୁଳସୀଦାସ ନିଜର ବିନମ୍ରତା ଦେଖାଉଛନ୍ତି। କହୁଛନ୍ତି ମୁଁ ନିଜେ ମାନେ ମୁଁ ତୁଳସୀଦାସ ଗୋଟେ ଭାଙ୍ଗ ଗଛ ପରି ଥିଲି। ଭାଙ୍ଗ ଗଛ? ହଁ, ଭାଙ୍ଗ ଗଛ କେମିତି? ଗୋଟେ ସାଧାରଣ ଗଛ, କିଛି ବିଶେଷ ଗୁଣ ନାହିଁ। ଏଠି ସେଇଟା ନିକୃଷ୍ଟତା ଅଯୋଗ୍ୟତାର ପ୍ରତୀକ। ହଁ, କିନ୍ତୁ ସେଇ ରାମ ନାମକୁ ସ୍ମରଣ କରିବାରୁ ଯୋ ସୁମିରତ, ମୁଁ ସେଇ ଭାଙ୍ଗରୁ ପବିତ୍ର ତୁଳସୀ ପରି ହୋଇଗଲି। ଓହୋ, ଭାଙ୍ଗରୁ ତୁଳସୀ। ଆଜ୍ଞା ତୁଳସୀ ଯେମିତି ପବିତ୍ର ପୂଜନୀୟ, ସେମିତି ରାମନାମ ମୋତେ ବଦଳିଦେଲା। ଏଇଠୁ ଜଣାପଡ଼ୁଛି ରାମ ନାମରେ କେତେ ଶକ୍ତି ଅଛି, ସାଧାରଣକୁ ଅସାଧାରଣ କରିଦିଏ। ବା, ଏହା ପ୍ରକୃତରେ ବହୁତ ଶକ୍ତିଶାଳୀ କଥା। ନିଜ ଜୀବନକୁ ଉଦାହରଣ ଦେଇ ନାମର ମହିମା କହିବା, ଏହା ତ କହିବାକୁ ଗଲେ ବିନମ୍ରତାର ଚରମ ସୀମା। ନିଶ୍ଚୟ, ଆଉ ନାମ ଉପରେ କେତେ ଅଟଳ ବିଶ୍ୱାସ ସେଇଟା ବି ଦେଖାଉଛି। ଠିକ୍। ତେବେ ଏ ନାମର ପ୍ରଭାବ କ'ଣ ଖାଲି ନିଜ ଉପରେ ନା ସମସ୍ତଙ୍କ ପାଇଁ? ପରବର୍ତ୍ତୀ ଚୌପାଇ ବୋଧେ ସେୟା କହିବ। ମୁଁ ପଢ଼ୁଛି, ଚହୁଁ ଯୁଗ ତିନି କାଲ ତିହୁଁ ଲୋକା ଭୟ ନାମ ଜପି ଜୀବ ବିଶୋକା ବେଦ ପୁରାଣ ସନ୍ତ ମତ ଏହୁ ସକଲ ସୁକୃତ ଫଲ ରାମ ସନେହୁ। ହଁ, ଏଠି ଦେଖନ୍ତୁ ରାମ ନାମର ସାର୍ବଜନୀନତା କଥା ଆସିଗଲା। ତୁଳସୀଦାସ ସଫା ସଫା କହୁଛନ୍ତି ଏଟା ଖାଲି କଳିଯୁଗ ପାଇଁ ନୁହେଁ। ଚହୁଯୁଗ ମାନେ ସତ୍ୟ, ତ୍ରେତା, ଦ୍ୱାପର, କଳି, ଚାରି ଯୁଗରେ। ତିନି କାଲ ମାନେ ଭୂତ, ବର୍ତ୍ତମାନ, ଭବିଷ୍ୟତ। ଆଉ ତିହୁଁ ଲୋକା ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ। ମାନେ ସବୁଠି, ସବୁବେଳେ। ଆଜ୍ଞା ସବୁଠି ସବୁ ସମୟରେ କେତେ ଯେ ଜୀବ କେବଳ ରାମ ନାମ ଜପି ବିଶୋକା ହୋଇଛନ୍ତି। ମାନେ ବିଶୋକା ହେଲେ ମାନେ ଟିକେ ବୁଝାଇ ଦିଅନ୍ତୁ। ବିଶୋକା ମାନେ ଆଜ୍ଞା ସବୁ ଶୋକ ଦୁଃଖ କଷ୍ଟରୁ ମୁକ୍ତ ହୋଇଗଲେ, ଶୋକରହିତ। ଆଚ୍ଛା, ସବୁ ଦୁଃଖରୁ ମୁକ୍ତି, ଏହା ତ ବଡ଼ କଥା। ଆଉ ସେ ଦ୍ୱିତୀୟ ଧାଡ଼ିରେ ବେଦ ପୁରାଣ ସନ୍ଥମାନଙ୍କ କଥା କହିଲେ ଯେ। ହଁ, ସେ କହୁଛନ୍ତି ଏଇଟା ଖାଲି ମୋ କଥା ନୁହଁ। ବେଦ ପୁରାଣ ଆଉ ଯେତେ ସାଧୁସନ୍ଥ ଅଛନ୍ତି ସମସ୍ତଙ୍କର ଏଇ ଏକା ମତ। ସନ୍ତ ମତ ଏହୁ। କ'ଣ ସେ ମତ? ମତ ହେଉଛି ସକଲ ସୁକୃତ ଫଲ ରାମ ସନେହୁ। ମାନେ ଆମେ ଜୀବନରେ ଯେତେ ଭଲ କାମ କରୁ, ଯେତେ ପୁଣ୍ୟ କରୁ, ସେ ଯଜ୍ଞ ହେଉ, ତପ ହେଉ, ଦାନ ହେଉ, ହଁ, ସେ ସବୁ ପୁଣ୍ୟ କାମର ସବୁଠୁ ବଡ଼ ଫଳ, ଶ୍ରେଷ୍ଠ ଫଳ ହେଉଛି ଭଗବାନ ରାମଙ୍କ ପାଦରେ ସନେହ, ମାନେ ସ୍ନେହ, ଭକ୍ତି, ପ୍ରେମ। ଓହୋ, ତାହେଲେ ରାମଙ୍କ ପ୍ରତି ପ୍ରେମ ହିଁ ସବୁ ଭଲ କାମର ଶେଷ ଲକ୍ଷ୍ୟ। ଏକଦମ। ରାମ ଭକ୍ତି ମିଳିଗଲା ମାନେ ସବୁ ପାଇଗଲା। ସବୁ ସାଧନାର ସାର ହେଉଛି ସେଇଟା। ବାଃ, ଖାଲି ଦୁଃଖନାଶ ନୁହେଁ, ଏ ତ ସବୁ ପୁଣ୍ୟ କାମର ବି ମୂଳ ଲକ୍ଷ୍ୟ। ଏହା ତ ରାମ ନାମ ଆଉ ରାମ ପ୍ରେମକୁ ଆହୁରି ବଡ଼ କରିଦେଉଛି।
କିନ୍ତୁ ଗୋଟେ ପ୍ରଶ୍ନ ଆସୁଛି, ଯଦି ସବୁ ଯୁଗରେ ନାମ ଜପ ଦୁଃଖନାଶ କରେ, ତେବେ ଅଲଗା ଅଲଗା ଯୁଗରେ ଭଗବାନଙ୍କୁ ପାଇବା ପାଇଁ ବାଟ କ'ଣ ଅଲଗା ଥିଲା? ହଁ, ସେ କଥା ବି ଆସୁଛି। ପରବର୍ତ୍ତୀ ଚପାଇ ସେୟା କହୁଛି। ହଁ, ପଢ଼ୁଛି। ଧ୍ୟାନ ପ୍ରଥମ ଯୁଗ ମଖବିଧି ଦୁଝେ, ଦ୍ୱାପର ପରିତୋଷତ ପ୍ରଭୁ ପୂଜେ, କଲିକ୍ୟବଲ ମଲମୂଲ ମଲିନା, ପାପ ପୟୋନିଧି ଜନ୍ମନ ମିନା। ଏଠି ବୁଝିଲେ, ତୁଳସୀଦାସ ଯୁଗ ଅନୁସାରେ ଭଗବାନଙ୍କୁ ପାଇବାର ମୁଖ୍ୟ ବାଟଗୁଡ଼ାକ କହୁଛନ୍ତି। ହଁ, ସେ କହୁଛନ୍ତି ପ୍ରଥମ ଯୁଗ ମାନେ ସତ୍ୟ ଯୁଗରେ। ସତ୍ୟ ଯୁଗରେ ଧ୍ୟାନ। ହଁ, ଧ୍ୟାନ ଥିଲା ମୁଖ୍ୟ ବାଟ। ଲୋକେ ବହୁତ ବର୍ଷ ଧ୍ୟାନ କରି ପ୍ରଭୁଙ୍କୁ ପାଉଥିଲେ। ଦୁଜେ ମାନେ ଦ୍ୱିତୀୟ ଯୁଗ, ତ୍ରେତା ଯୁଗରେ। ଯଜ୍ଞ, ମଖବିଧି, ଆଜ୍ଞା, ବଡ଼ ବଡ଼ ବୈଦିକ ଯଜ୍ଞ କରି ପ୍ରଭୁଙ୍କୁ ଖୁସି କରାଯାଉଥିଲା। ଆଉ ଦ୍ୱାପର ଯୁଗରେ? ପୂଜା। ହଁ, ପ୍ରଭୁ ପୂଜେଙ୍ଗ, ବିଭିନ୍ନ ପ୍ରକାର ପୂଜା, ମୂର୍ତ୍ତି ପୂଜା ଏସବୁ କରି ଭଗବାନ ସନ୍ତୁଷ୍ଟ ପରିତୋଷତ ହେଉଥିଲେ। ଏସବୁ ତ ଗଲା ପୁରୁଣା ଯୁଗ କଥା। କିନ୍ତୁ କଳିଯୁଗ ପାଇଁ ଯାହା କହିଲେ ସେଇଟା ଟିକେ ଗମ୍ଭୀର ଲାଗୁଛି। କଲି କେବଳ ମଲମୂଲ ମଲିନା, ପାପ ପୟୋନିଧି ଜନମନ ମିନା। ଏଇଟା କ'ଣ କହୁଛି କଳିଯୁଗ ବିଷୟରେ? ଶୁଣିକି ଟିକେ ଡର ବି ଲାଗୁଛି। ସେଇଟା ହେଉଛି କଳିଯୁଗର ସତଚିତ୍ର। ତୁଳସୀଦାସ କହୁଛନ୍ତି କଳିଯୁଗ ହେଉଛି କେବଳ ମଲମୂଲ, ମାନେ ସବୁ ପାପ, ଦୋଷ, ଅପବିତ୍ରତାର ମୂଳ। ବାପ୍ରେ! ଆଉ ଏହା ମଲିନା, ମାନେ ମଇଳା, ପୁରା ଦୂଷିତ। ଏ ଯୁଗରେ ପାପ ଏତେ ବେଶୀ ଯେ ସେଇଟା ଗୋଟେ ବିରାଟ ସମୁଦ୍ର ପରି। ପୟୋନିଧି ମାନେ କ୍ଷୀର ସମୁଦ୍ର, କିନ୍ତୁ ଏଠି ବୁଝିବାକୁ ହେବ ପାପର ସମୁଦ୍ର। ଆଉ ଲୋକଙ୍କ ମନ? ସେଇ କଥା ତ, ଜନମନ ମିନା। ଲୋକଙ୍କ ମନ ସେଇ ପାପ ସମୁଦ୍ରରେ ମାଛ ପରି ବୁଡ଼ି ରହିଛି। ମାଛ ପରି? ହଁ, ଯେମିତି ମାଛ ପାଣି ଛାଡ଼ି ରହିପାରେନି, ସେମିତି କଳିଯୁଗର ଲୋକ ସହଜରେ ପାପ ଭିତରେ ବୁଡ଼ି ରହିଥାଏ। ସେଥିରୁ ବାହାରିବା ବହୁତ କଷ୍ଟ। ଓହୋ, ତାହେଲେ କଥା ହେଉଛି କଳିଯୁଗର ପରିବେଶ ଆଉ ଲୋକଙ୍କ ମନ ଏମିତି ଯେ ସତ୍ୟଯୁଗର ସେ କଠିନ ଧ୍ୟାନ, ତ୍ରେତା ଯୁଗର ସେ ବଡ଼ ବଡ଼ ଯଜ୍ଞ, କି ଦ୍ୱାପର ଯୁଗର ସେ ନୀତି ନିୟମର ପୂଜା, ଏସବୁ କରିବା ପ୍ରାୟ ଅସମ୍ଭବ। ଏକଦମ ଠିକ୍ ଧରିଛନ୍ତି। କାରଣ କଳିଯୁଗରେ ମନ ବହୁତ ଚଞ୍ଚଳ, ଏକାଗ୍ରତା କମ୍, ଶରୀର ଦୁର୍ବଳ, ଆୟୁଷ କମ୍, ପରିବେଶ ବି ସେତେ ଭଲ ନୁହେଁ ଧର୍ମକର୍ମ ପାଇଁ। ହଁ, ସମୟ ନାହିଁ, ସୁବିଧା ନାହିଁ। ଆଜ୍ଞା, ସେଥିପାଇଁ ପୂର୍ବ ଯୁଗର ସେ କଷ୍ଟ ସାଧନା ସବୁ ଏ ଯୁଗରେ କରିବା ବହୁତ କଷ୍ଟ। ଏହି ପରିସ୍ଥିତିରେ ହିଁ ରାମ ନାମର ମହତ୍ତ୍ୱ ବାହାରି ଆସୁଛି ଗୋଟେ ସହଜ ବାଟ ଭାବରେ। ତେବେ ବାଟ କ'ଣ? ଏଇ ଭୟଙ୍କର ପରିସ୍ଥିତିରୁ ମୁକୁଳିବା କେମିତି? ଯଦି ଆଗବାଟ ସବୁ ବନ୍ଦ ପରି, ତାହେଲେ କଳିଯୁଗ ପାଇଁ ତୁଳସୀଦାସ କିଛି ଆଶା ଦଉଛନ୍ତି କି ପରବର୍ତ୍ତୀ ଚଉପାଇ? ନିଶ୍ଚୟ ଦେଉଛନ୍ତି। ସେଇଠି ସମାଧାନ। ହଁ, ପଢୁଛି। ନାମ କାମ ତରୁ କାଲ କରାଲା, ସୁମିରତ ସମନ ସକଲ ଜଗ जाला, ରାମ ନାମ କଲି ଅଭିମତ ଦାତା, ହିତପର ଲୋକ ଲୋକ ପିତୁ ମାତା। ଦେଖିଲେ, ଏଇଠି ସିଧା ସମାଧାନ। କହୁଛନ୍ତି ଅକାଲ କରାଲା। ଏଇ ଭୟଙ୍କର କଷ୍ଟକର କଳିଯୁଗରେ ରାମ ନାମ ହିଁ ହେଉଛି କାମଧରୁ। କାମତରୁ। ଆଗରୁ କଳ୍ପତରୁ କହିଥିଲେ, ଏବେ କାମତରୁ? ହଁ, କଳ୍ପତରୁ ମାନେ ଯାହା କଳ୍ପନା କଲେ ମିଳେ, କାମତରୁ ମାନେ ଯାହା କାମନା କଲେ ମିଳେ। କଥା ସେଇ ଏକା, ସବୁ ଇଚ୍ଛା ପୂରଣକାରୀ। କଳିଯୁଗ ପାଇଁ ଏହାର ଗୁରୁତ୍ୱକୁ ପୁଣି ଥରେ କହୁଛନ୍ତି। ଆଉ ଶକ୍ତି କେମିତି? ସୁମିରତ ସମନ ସକଲ ଜଗଜାଲା। ଖାଲି ସ୍ମରଣ କଲେ? ହଁ, ଖାଲି ମନେ ପକେଇଲେ, ସ୍ମରଣ କଲେ, ସୁମିରତ। ଏହା ସଂସାରର ସବୁ ଜାଲା, ସକଲ ଜଗଜାଲା, ମାନେ ମାୟା, ମୋହ, ଦୁଃଖ, କଷ୍ଟ, ଜନ୍ମ ମୃତ୍ୟୁର ବନ୍ଧନ ସବୁକୁ ଶାନ୍ତ କରିଦିଏ। ସମନ, ସବୁ ସମସ୍ୟା ସମାପ୍ତ। ବାଃ! ଆଉ ଦ୍ୱିତୀୟ ଧାଡ଼ିରେ ଅଛି ଅଭିମତ ଦାତା ଆଉ ପିତୁମାତା ସହ ତୁଳନା। ଏହାର ମାନେ କ'ଣ? ଏହାର ମାନେ ହେଲା କଳିଯୁଗରେ ରାମ ନାମ ହିଁ ଅଭିମତ ଦାତା। ମାନେ ଆମର ଯାହା ବି ଭଲ ଇଚ୍ଛା, ଶ୍ରେଷ୍ଠ କାମନା, ଅଭିମତ, ସେସବୁ କେବଳ ରାମନାମ ଜପିଲେ ହିଁ ମିଳିବ। ଆଚ୍ଛା। ଆଉ ଏହାର ହିତ କରିବା ଗୁଣ, ସେଇଟା ତ ଆହୁରି ବଡ଼। ହିତ ପରଲୋକ ଲୋକ ପିତୁମାତା। ଯେମିତି ଏ ଦୁନିଆରେ ଲୋକ, ଆମ ବାପା ମା, ଆମର ସବୁଠୁ ବଡ଼ ହିତୈଷୀ। ହଁ, ନିଃସ୍ୱାର୍ଥ ଭାବେ ଭଲ ଚାହାନ୍ତି। ଠିକ୍ ସେମିତି ରାମନାମ ଆମର ଏ ଜନ୍ମ, ଲୋକ, ଆଉ ମଲା ପରର ଜନ୍ମ, ପରଲୋକ, ଦୁଇ ଜାଗାରେ ହିଁ ସବୁଠୁ ବଡ଼ ହିତକାରୀ। ବାପା ମାଙ୍କ ପରି ସ୍ନେହ ଦିଏ, ରକ୍ଷା କରେ, ଆଉ ଆମର ପ୍ରକୃତ ଭଲ କରେ। ଏହା ଶୁଣି ବହୁତ ଆଶ୍ୱାସନା ମିଳୁଛି। କଳିଯୁଗର ଯେଉଁ ଚିତ୍ର ଆମେ ଦେଖିଥିଲେ, ତାପରେ ଏହି ପଦଟି ଗୋଟେ ଅମୋଘ ଅସ୍ତ୍ର ପରି ଲାଗୁଛି। ହଁ, ଆଉ ସୁରକ୍ଷା କବଚ ପରି ବି। ତେବେ କ'ଣ କଳିଯୁଗରେ ଆଉ କିଛି ବାଟ ନାହିଁ?
ରାମ ନାମ ହିଁ କ'ଣ ଏକମାତ୍ର ରାସ୍ତା? ଆମର ଆଜିର ଆଲୋଚନାର ଶେଷ ଚଉପାଇ ବୋଧେ ଏହାକୁ ଆହୁରି ସ୍ପଷ୍ଟ କରିବ। ନହିଙ୍ଗ କଲି କରମ ନ ଭଗତି ବିବେକୁ, ରାମ ନାମ ଅବଲମ୍ବନ ଏକୁ, କାଳ ନେମି କଲି କପଟ ନିଧାନୁ, ନାମ ସୁମତି ସମରଥ ହନୁମାନୁ। ଏଇଠି ଦେଖନ୍ତୁ, ତୁଳସୀଦାସ ଆହୁରି ଜୋର ଦେଇ କହୁଛନ୍ତି, ପୁରା ସ୍ପଷ୍ଟ ଭାବରେ ରାମ ନାମର ଅନିବାର୍ଯ୍ୟତା କଥା କହୁଛନ୍ତି। ସିଧା କହୁଛନ୍ତି, ନାହିଁ କଲି କରମ ନ ଭଗତି ବିବେକୁ। ଏହାର ଅର୍ଥ ହେଲା, କଳିଯୁଗରେ ନା ଠିକ୍ ଭାବରେ ଶାସ୍ତ୍ରରେ ଲେଖା ହେଲା ଭଳି କର୍ମ, ଯଜ୍ଞ, ତପ କରିହେବ, ନା ସେ 9 ପ୍ରକାର ଭକ୍ତି, ନବଧା ଭକ୍ତି ସାଧନା କରିହେବ, ନା ହିଁ ଜ୍ଞାନ ବିଚାର କରି ବୁଝିହେବ, ସତ୍ୟ କ'ଣ ବୁଝିହେବ। ମାନେ ଏ ସବୁ ବାଟ କଳିଯୁଗରେ କାମ ଦେବନି। କାମ ଦେବଣି କହିବା ଠିକ୍ ହେବନି, କିନ୍ତୁ ବହୁତ କଷ୍ଟ। କଳିଯୁଗର ପ୍ରଭାବରେ ସେ ସବୁ ବାଟ ଦୂଷିତ ହୋଇଯାଇଛି ବା ବହୁତ କଠିନ ହୋଇଯାଇଛି। ତେବେ ଏମିତି ଅବସ୍ଥାରେ ଜୀବ କାହାକୁ ଧରିବ? ଆଶ୍ରା କ'ଣ? କ'ଣ ଆଶ୍ରା? ରାମ ନାମ ଅବଲମ୍ବନ ଏକୁ, କେବଳ ଭଗବାନ ରାମଙ୍କ ନାମ। ସେଇ ଗୋଟିଏ ହିଁ ସାହା, ଗୋଟିଏ ହିଁ ଆଶ୍ରୟ, ଅବଲମ୍ବନ, ଆଉ କିଛି ନୁହେଁ। ଆଚ୍ଛା, ଆଉ ଶେଷ ଧାଡ଼ିରେ କାଳନେମି ଓ ହନୁମାନଙ୍କ କଥା ଅଛି। ଏ ଉପମା କେମିତି ବୁଝାଉଛି ନାମର ଶକ୍ତିକୁ? ଏଇଟା ବହୁତ ଗଭୀର ଉପମା। କଳିଯୁଗକୁ କୁହାଯାଇଛି କପଟ ନିଧାନୁ, ମାନେ ଛଳନା, ମାୟା, ଠକାମିର ଗନ୍ତାଘର। କାହାପରି? କାଳନେମି ରାକ୍ଷସ ପରି। ହଁ, ରାମାୟଣରେ ଅଛି, ସେ ସାଧୁ ବେଶ ହୋଇ ହନୁମାନଙ୍କୁ ଠକିବାକୁ ଚେଷ୍ଟା କରିଥିଲା। ଠିକ୍ ସେଇଆ। ହନୁମାନ ଯେତେବେଳେ ସଞ୍ଜୀବନୀ ଆଣିବାକୁ ଯାଉଥିଲେ, କାଳନେମି ମାୟାରେ ସାଧୁ ହୋଇ ବାଟ ଓଗାଳିଥିଲା, ତାଙ୍କୁ ଭୁଲେଇବାକୁ ଚାହିଁଥିଲା। ସେମିତି କଳିଯୁଗ ବି ନିଜର ମାୟାଜାଲ ବିଛେଇ ଲୋକଙ୍କୁ ଧର୍ମ ବାଟରୁ ହଟେଇବାକୁ, ଭୁଲ ବାଟରେ ନେବାକୁ ସବୁବେଳେ ଚେଷ୍ଟା କରୁଛି। ତେବେ ଏ କଳିଯୁଗ ରୂପକ କାଳନେମିର କପଟରୁ ବଞ୍ଚିବା କେମିତି? ସେଇଠି ତ ଉପାୟ ହେଉଛି ରାମନାମ। ତୁଳସୀଦାସ କହୁଛନ୍ତି, ଏଇ କପଟି କଳିଯୁଗକୁ ହରାଇବା ପାଇଁ ରାମନାମ ହେଉଛି ସୁମତି ଆଉ ସମର୍ଥ ହନୁମାନୁ। ସୁମତି ଆଉ ସମର୍ଥ ହନୁମାନ ଏକା ସାଙ୍ଗରେ? ହଁ, ଏହାର ଅର୍ଥ ହେଲା, ରାମନାମ ଜପିଲେ ଜୀବ ଭିତରେ ଭଲ ବୁଦ୍ଧି, ସୁମତି ଆସେ। ସେ ବୁଝିପାରେ କୋଉଟା କଳିଯୁଗର ମାୟା, କୋଉଟା ଠକାମି। ଆଉ ଖାଲି ବୁଦ୍ଧି ନୁହେଁ, ରାମନାମ ଶକ୍ତି ବି ଦିଏ। କାହାପରି? ସମର୍ଥ ବୀର ହନୁମାନଙ୍କ ପରି। ଓହୋ। ଯେମିତି ହନୁମାନ ନିଜ ବୁଦ୍ଧି ଆଉ ବଳରେ କାଳନେମିର ମାୟାକୁ କାଟିଦେଲେ, ସେମିତି ରାମନାମ ଜପିଲେ ଜୀବକୁ ସେହି ଶକ୍ତି ମିଳେ, ଯାହା ବଳରେ ସେ କଳିଯୁଗର ସବୁ ମାୟା, ମୋହ, ପାପ, ଲୋଭର ପ୍ରଭାବକୁ କାଟି ବାହାରି ଆସିପାରେ। ଏହାର ମାନେ ରାମନାମ ଖାଲି ଗୋଟେ ଆଶ୍ରୟ ନୁହେଁ, ଏଇଟା ଗୋଟେ ସକ୍ରିୟ ଶକ୍ତି, ଯାହା ଆମକୁ କଳିଯୁଗର ଖରାପ ପ୍ରଭାବ ସହ ଲଢ଼ିବାକୁ ବଳ ଆଉ ବୁଦ୍ଧି ଦିଏ। ବିଲକୁଲ, ସମ୍ପୂର୍ଣ୍ଣ ଭାବେ। ଯଦି ଆମେ ସବୁ ପଦକୁ ଏକାଠି କରି ଦେଖିବା, ଗୋଟେ ପୂରା ଚିତ୍ର ଆସୁଛି। କଳିଯୁଗ ନିଶ୍ଚୟ ଦୋଷରେ ଭରା, ଆଉ ପୂର୍ବଯୁଗର ସାଧନା ବହୁତ କଷ୍ଟ। କିନ୍ତୁ ଭଗବାନ ଏଇ ଯୁଗ ପାଇଁ ଗୋଟେ ବହୁତ ସରଳ, ସହଜ, କିନ୍ତୁ ସବୁଠୁ ଶକ୍ତିଶାଳୀ ବାଟ ଦେଇଛନ୍ତି। ସେଟା ହେଉଛି ଖାଲି ତାଙ୍କ ପବିତ୍ର ନାମକୁ ମନେ ପକେଇବା। ଖାଲି ନାମ ସ୍ମରଣ। ହଁ, ଏଇଟା ଖାଲି ସହଜ ନୁହେଁ, ଏଇଟା ହିଁ ସବୁ ପୁଣ୍ୟର ଫଳ, ସବୁ ଇଚ୍ଛାର ପୂରଣ, ସବୁ ଦୁଃଖର ନାଶକ, ଆଉ କଳିଯୁଗର କପଟରୁ ବଞ୍ଚିବାର ଏକମାତ୍ର ଭରସାଯୋଗ୍ୟ ଉପାୟ। ଅଦ୍ଭୁତ। ଆଜିର ଏ ଆଲୋଚନାରୁ ସତରେ ଜଣାପଡ଼ୁଛି, ଗୋସ୍ୱାମୀ ତୁଳସୀଦାସଙ୍କର କଳିଯୁଗର ଲୋକମାନଙ୍କ ପାଇଁ କେତେ କରୁଣା ଥିଲା, ଆଉ ରାମ ନାମ ଉପରେ ତାଙ୍କର କେତେ ବିଶ୍ୱାସ ଥିଲା। ହଁ, ଅଟଳ ବିଶ୍ୱାସ। ତେବେ ସଂକ୍ଷେପରେ ଯଦି କହିବା, ଆଜି ଆମେ ଦେଖିଲେ କେମିତି ରାମ ନାମ କଳିଯୁଗରେ କଳ୍ପତରୁ ପରି କଲ୍ୟାଣ କରେ, କେମିତି ସେ ଭାଙ୍ଗୁକୁ ତୁଳସୀ କରିଦିଏ। ହଁ, ନିକୃଷ୍ଟକୁ ଶ୍ରେଷ୍ଠ। କେମିତି ଏହାର ପ୍ରଭାବ ସବୁ କାଳ, ସବୁ ଲୋକ ପାଇଁ, କେମିତି ରାମ ପ୍ରେମ ହିଁ ସବୁ ପୁଣ୍ୟର ଶେଷ କଥା, ସାର କଥା। ଆଉ କଳିଯୁଗର ଏ କଷ୍ଟ ସମୟରେ ବି ଏହା ହିଁ ସହଜରେ ଫଳ ଦିଏ, ବାପା ମା ପରି ରକ୍ଷା କରେ। ହଁ, ଆଉ ଶେଷରେ ଯେତେବେଳେ କର୍ମ, ଭକ୍ତି, ଜ୍ଞାନର ବାଟ କଷ୍ଟ, ସେତେବେଳେ ରାମନାମ ହିଁ ଏକମାତ୍ର ସାହା, ଯିଏ କଳିର କପଟକୁ ନାଶ କରିପାରେ। ତେ ମହିମାକୁ ଖାଲି ଶୁଣିଲେ ହବନି, ନିଜ ଜୀବନରେ ଅନୁଭବ କରିବା ଦରକାର। ସେଇଟି ହିଁ ପ୍ରକୃତ ଲାଭ। ତେବେ ଯଦି ଆଜିର ଏ ଆଲୋଚନା ଆପଣଙ୍କୁ ଭଲ ଲାଗିଲା, କିଛି ଶିଖିବାକୁ ମିଳିଲା, ତେବେ ଏ ଭିଡିଓକୁ ଗୋଟେ ଲାଇକ୍ ନିଶ୍ଚୟ କରନ୍ତୁ। ଆଉ ଅନ୍ୟମାନଙ୍କ ସହିତ ଯେଉଁମାନେ এই ବିଷୟରେ ଜାଣିବାକୁ ଆଗ୍ରହୀ, ସେମାନଙ୍କ ସହ ସେୟାର କରନ୍ତୁ। ସମସ୍ତେ ଏହାର ଲାଭ ପାଆନ୍ତୁ। ପ୍ରଭୁ ଶ୍ରୀରାମଙ୍କ କୃପା ସମସ୍ତଙ୍କ ଉପରେ ରହୁ। ଆଉ ଆମକୁ ଉତ୍ସାହିତ କରିବା ପାଇଁ ଆଉ ନିଜର ଭକ୍ତି ଜଣାଇବା ପାଇଁ କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ନିଶ୍ଚୟ ଲେଖନ୍ତୁ।
ଆଗକୁ ଆମେ ଶ୍ରୀରାମଚରିତ ମାନସର ଆହୁରି ପଦ ନେଇ ଆଲୋଚନା କରିବା। ସେଥିପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ନିଶ୍ଚୟ। ଆଜି ପାଇଁ ତ ତେବେ ଏତିକି। ଗୋଟେ କଥା ଭାବିବା ପାଇଁ ଛାଡ଼ି ଯାଉଛି। ଏତେ ସରଳ ଏହି ନାମ ସ୍ମରଣ, ଏହାକୁ ଆମେ ଆମ ପ୍ରତିଦିନର ଜୀବନରେ ଆପଣେଇବା ପାଇଁ କେଉଁ ଛୋଟ ପାଦଟିଏ ନେଇପାରିବା? ଜୟ ଶ୍ରୀରାମ। ଜୟ ଶ୍ରୀରାମ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।